ବର୍ତ୍ତମାନ ଓଡ଼ିଶା ଗୃହରକ୍ଷୀ ବାହିନୀ ତରଫରୁ ବ୍ରହ୍ମପୁର ଜିଲ୍ଲା ପାଇଁ ବର୍ତ୍ତମାନ ଆସିଯାଇଛି ଆପଣଙ୍କର ହୋମଗାର୍ଡ଼ର ଭ୍ୟାକେନ୍ସିଟି। ଦେନ୍ ଏଠାରେ ଆପଣଙ୍କର ଟୋଟାଲ୍ ନମ୍ବର ଅଫ୍ ପୋଷ୍ଟ ଏଠାରେ 105ଟି ରହିଛି। ଦେନ୍ ଏଠାରେ ଆପଣ ଯଦି ଇଚ୍ଛୁକ ଅଛନ୍ତି ଏଠାରେ ଆପ୍ଲାଏ କରିବା ପାଇଁ ଆପଣଙ୍କୁ ଏଠାରେ ଫର୍ମ ଏ ନାମକ ଗୋଟେ ଫର୍ମ ମିଳିବ। ସେଠାରେ ଆପଣ ଫର୍ମଟିକୁ ଫିଲ୍ଅପ୍ କରି ଏଠାରେ ଦାଖଲ କରିପାରିବେ। ଏ ଫର୍ମଟିକୁ ଆପଣ ବ୍ରହ୍ମପୁର ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟରୁ ମଧ୍ୟ ପାଇଯିବେ କିମ୍ବା ବ୍ରହ୍ମପୁର ଜିଲ୍ଲାର ଯେକୌଣସି ଥାନାରୁ ମଧ୍ୟ ଆପଣ ପାଇଯିବେ। ଏ ଫର୍ମଟି ଆପଣ ଆମ ଟେଲିଗ୍ରାମ ଚ୍ୟାନେଲରୁ ମଧ୍ୟ ପାଇଯିବେ କିମ୍ବା ଏ PDFରେ ମଧ୍ୟ ଆମେ ଆଟାଚ୍ କରିଦେଇଛୁ। ଦେନ୍ ଏ PDFଟି ଆମ ଟେଲିଗ୍ରାମ ଚ୍ୟାନେଲରେ ଆମେ ଛାଡ଼ିଦେବୁ, ସେଠାରୁ ଆପଣ ନେଇପାରିବେ। ଦେନ୍ ଏଠାରେ ଆପଣ ଯଦି ଜଣେ ବହିଷ୍କୃତ ଗୃହରକ୍ଷୀ କିମ୍ବା ଆପଣଙ୍କ ଯଦି କୌଣସି ସମ୍ପର୍କୀୟ ଗୃହରକ୍ଷୀରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁବରଣ କରିଛନ୍ତି, ଦେନ୍ ଏଠାରେ ଆପଣଙ୍କୁ କିଛିଟା ରିଜର୍ଭେସନ୍ ରହିବ। ଦେନ୍ ଏଠାରେ ଆପଣ ଜାଣି ରଖନ୍ତୁ କି ଏଠାରେ ଆପଣ ଫର୍ମଟିକୁ ଆପ୍ଲାଏ କଲାବେଳେ ଆପଣଙ୍କର ବୈଷୟିକ ଜ୍ଞାନ ବା ଟ୍ରେଡ୍ ଏଠାରେ ସିଲେକ୍ଟ କଲାପରେ ଆପଣ ଗୋଟିଏ ହିଁ ଟ୍ରେଡ୍ ଏଠାରେ ସିଲେକ୍ଟ କରିବେ। ଯଦି ଏକରୁ ଅଧିକ ଭୁଲ ବଶତଃ କରିଦେଇଛନ୍ତି ତାହେଲେ ଏଠାରେ ଆପଣଙ୍କର ପ୍ରଥମେ ଦିଆଯାଇଥିବା ବୈଷୟିକ ଜ୍ଞାନ ବା ଟ୍ରେଡ୍କୁ ଏଠାରେ ଆପଣଙ୍କର ସ୍ୱୀକୃତି ଦିଆଯିବ। ଦେନ୍ ଏଠାରେ କିଛିଟା ଟର୍ମ କଣ୍ଡିସନ୍ ଅଛି ଯାହାକୁ ଏଠାରେ ଆପ୍ଲାଏ କରାଯିବ। ପ୍ରଥମେ ଆପଣଙ୍କ ନଥିପତ୍ର ବା ଆପଣଙ୍କର ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯିବ, ସେଇଟା ଭ୍ୟାଲିଡ୍ ଅଛି ନା ଇନଭ୍ୟାଲିଡ୍ ଅଛି। ଦେନ୍ ତାପରେ ଆପଣଙ୍କର ଲିଖିତ ପରୀକ୍ଷା ହେବ 60 ମାର୍କର। ଦେନ୍ ଏଠାରେ ଫର୍ମ ଏ ଆପଣଙ୍କର ପ୍ରତ୍ୟେକ ଥାନାରେ ଆପଣଙ୍କର ଉପଲବ୍ଧ ରହିବ। ଦେନ୍ ସେଠାରେ ଆପଣ ଫିଲ୍ଅପ୍ କରି ସେଠାରେ ଆବେଦନ କରିପାରିବେ। ଦେନ୍ 4 ନମ୍ବର ପଏଣ୍ଟରେ ଆପଣଙ୍କର ଏଠାରେ ଲିଖିତ ପରୀକ୍ଷାରେ ସଫଳ ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଚୟନ କରାଯିବ, ଯାହାକି ଆପଣଙ୍କର × 5 ଏଠାରେ 5 ଗୁଣା ପ୍ରାର୍ଥୀକୁ ଆପଣଙ୍କୁ ଚୟନ କରାଯିବ ନେକ୍ସଟ ରାଉଣ୍ଡ ପାଇଁ। ଦେନ୍ ତାପରେ ଆପଣଙ୍କର ମେଡ଼ିକାଲ ଟେଷ୍ଟ ଅଛି ବା ଡାକ୍ତରୀ ପରୀକ୍ଷା। ଦେନ୍ ତାପରେ ଆପଣଙ୍କର ଉଚ୍ଚତା ମାପ ଅଛି। ଦେନ୍ ତାପରେ ଆପଣଙ୍କର ଶକ୍ତି ମୂଲ୍ୟାଙ୍କନ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ଏଠାରେ ଅଛି। ଯେପରିକି ପୁରୁଷମାନଙ୍କ ପାଇଁ ଦଣ୍ଡ ବୈଠକ ଏବଂ ମହିଳାମାନଙ୍କ ପାଇଁ ଝୁଲଣ ଆପଣଙ୍କର ରହିଛି। ଦେନ୍ ତାପରେ ଆପଣଙ୍କର ଶାରୀରିକ ଦକ୍ଷତା 0.2 କିମି ଆପଣଙ୍କର ରନିଂ ରହିଛି ଏଠାରେ। ଦେନ୍ ଏହାପରେ ଆପଣଙ୍କର ଏଠାରେ ଟ୍ରେଡ୍ ଏକ୍ଜାମ୍ ରହିଛି ବା ବୈଷୟିକ ପରୀକ୍ଷା, ଯାହା ଆପଣ ଏଠାରେ ଟ୍ରେଡ୍ ସିଲେକ୍ଟ କରିଥିବେ ସେ ଟ୍ରେଡ୍ ଅନୁଯାୟୀ ଆପଣଙ୍କର ଏଠାରେ ବୈଷୟିକ ଜ୍ଞାନର ପ୍ରଦର୍ଶନ କରିବେ, ସେଠାରୁ ଆପଣଙ୍କୁ ମାର୍କ ଦିଆଯିବ। ଦେନ୍ ତାପରେ ଆପଣଙ୍କର ଓଡ଼ିଆ ଭାଷାରେ ନିମ୍ନଲିଖିତ ମୌଖିକ ପରୀକ୍ଷା ଅଛି, ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ସେକ୍ସନ୍। ଏଠାରେ ଆପଣଙ୍କୁ 40 ମାର୍କର ଇଣ୍ଟରଭ୍ୟୁରୁ ମିଳିବ। ଦେନ୍ ଇଣ୍ଟରଭ୍ୟୁ ସେକ୍ସନ୍ ଆପଣଙ୍କର ଜେନେରାଲ ନଲେଜ ବା ସାଧାରଣ ଜ୍ଞାନ, ସାମ୍ପ୍ରତିକ ସ୍ଥିତି ଜ୍ଞାନ ଓ ଜିଲ୍ଲା ସମ୍ବନ୍ଧୀୟ ଯେକୌଣସି କ୍ୱେଶ୍ଚିନ୍ ଆପଣଙ୍କର ଆସିଥାଇପାରେ। ଏ ତିନିଟା ମଧ୍ୟରୁ ଆପଣ ପ୍ରିପେୟାର ହେଇକି ଯିବେ। ଦେନ୍ ଏଠାରେ ଆପଣଙ୍କର 40 ମାର୍କର ଇଣ୍ଟରଭ୍ୟୁ ସେସନ୍ ରହିଛି। ଦେନ୍ ଏଠାରେ ବ୍ରହ୍ମପୁର ସାମୁଦ୍ରିକ ଥାନା ବା ମରିନ୍ ପୋଲିସ ଷ୍ଟେସନ ପାଇଁ ଆପଣଙ୍କର 15ଟା ହୋମଗାର୍ଡ଼ ରିଜର୍ଭ ରହିବେ। ଦେନ୍ ସେଠି ମଧ୍ୟ ଆପଣ ଆପ୍ଲାଏ କରିପାରିବେ। ଦେନ୍ ନେକ୍ସଟ ଆମେ ଯିବା, ଏଠାରେ ଆପଣଙ୍କ ଶାରୀରିକ ଉଚ୍ଚତା ଆପଣଙ୍କର ରହିଛି, ଯେପରିକି ପୁରୁଷମାନଙ୍କ ପାଇଁ 163 ସେମି ଓ ମହିଳାମାନଙ୍କ ପାଇଁ ଆପଣଙ୍କର 153 ସେମିରୁ ଉର୍ଦ୍ଧ୍ୱ ରହିଥିଲେ ଆପଣ ଯୋଗ୍ୟ ବିବେଚିତ ହେବେ। ଦେନ୍ ଏଠାରେ ଆପଣଙ୍କ ଶାରୀରିକ ଦକ୍ଷତା ଏଠାରେ 10ଟି ଦଣ୍ଡ ବୈଠକ ଆପଣ କରିବେ ପୁରୁଷମାନେ, 20 ସେକେଣ୍ଡରେ ଆପଣଙ୍କୁ କରିବାକୁ ପଡ଼ିବ। ଦେନ୍ ମହିଳାମାନଙ୍କ ପାଇଁ ଆପଣଙ୍କୁ ଝୁଲିବାକୁ ପଡ଼ିବ 20 ସେକେଣ୍ଡ ପର୍ଯ୍ୟନ୍ତ। ଦେନ୍ ଏଠାରେ ଆପଣଙ୍କର ଫିଜିକାଲ 0.2 କିମି ଏଠାରେ ଆପଣଙ୍କର ରନିଂ ରହିଛି। ଦେନ୍ ପୁରୁଷମାନେ ଏଠାରେ 0.2 କିମି 12 ମିନିଟରେ କମ୍ପ୍ଲିଟ୍ କରିବେ ଓ ମହିଳାମାନେ ଆପଣଙ୍କର 0.2 କିମି 15 ମିନିଟରେ ଏଠାରେ କମ୍ପ୍ଲିଟ୍ କରିବେ। ଦେନ୍ ଏଠାରେ ଦେଖି ରଖନ୍ତୁ ଆପଣଙ୍କର ଖାଲି ଥିବା ଗୃହରକ୍ଷୀ ପଦବୀ ପ୍ରତ୍ୟେକ ଥାନାରେ, ଯେପରିକି ବ୍ରହ୍ମପୁର ଅଧୀନସ୍ଥ ବୈଦ୍ୟନାଥପୁର ଥାନାରେ ଆପଣଙ୍କର ପୁରୁଷ ପାଇଁ ହୋମଗାର୍ଡ଼ ଏଠାରେ 5ଟି ଭ୍ୟାକେନ୍ସି ରହିଛି। ଦେନ୍ ମହିଳା ପାଇଁ ଏଠାରେ 2ଟି। ଦେନ୍ ଏଠାରେ କମ୍ପ୍ୟୁଟର ବା ଟ୍ରେଡ୍ ଆପଣଙ୍କର ହୋମଗାର୍ଡ଼ ବୈଷୟିକ ଜ୍ଞାନ ଥିବା ଗୋଟିଏ କମ୍ପ୍ୟୁଟର ପୋଷ୍ଟ ଏଠାରେ ଅଛି। ଟୋଟାଲ ପୋଷ୍ଟ ଏଠାରେ 8ଟି ଏଠାରେ ଅଛି, 5ଟି ପୁରୁଷ 2ଟି ମହିଳା ଓ ଜଣେ ବୈଷୟିକ ବା କମ୍ପ୍ୟୁଟର ଚାଳକ ଏଠାରେ ଭ୍ୟାକେନ୍ସି ରହିଛି। ଦେନ୍ ସେହିପରି ଏଠାରେ ଥାନା ଗୁଡ଼ିକର ନାଁ ରହିଛି, ଏଠାରୁ ଆପଣ ଦେଖିଦେବେ। ସେହିପରି ଏଠାରେ ଲାଷ୍ଟରେ ଦେଖନ୍ତୁ, ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁରରେ ଆପଣଙ୍କର କମ୍ପ୍ୟୁଟର ପାଇଁ 2ଟା, ଡ୍ରାଇଭର ପାଇଁ 2ଟା, ରୋଷେଇଆ ପାଇଁ 8ଟି, ଝାଡ଼ୁଦାର ପାଇଁ 3ଟି ଓ ବୈଦ୍ୟୁତିକ ମିସ୍ତ୍ରୀ ପାଇଁ ଗୋଟିଏ ଏଠାରେ ଭ୍ୟାକେନ୍ସି ଅଛି। ଟୋଟାଲ ପୋଷ୍ଟ ଏଠାରେ 16ଟା ଭ୍ୟାକେନ୍ସି ରହିଛି। ଦେନ୍ ଏଠାରେ ଟୋଟାଲ 105ଟି ଆପଣଙ୍କର ହୋମଗାର୍ଡ଼ର ଭ୍ୟାକେନ୍ସି ରହିଛି ବ୍ରହ୍ମପୁର ଜିଲ୍ଲା ପାଇଁ।
ଦେନ୍ ଏଠାରେ ଆପଣଙ୍କ ପାଇଁ କିଛିଟା ଟର୍ମ କଣ୍ଡିସନ୍ ରହିଛି, ଯେପରିକି ଉପରୋକ୍ତ ଖାଲି ପଦବୀ ଆପଣ ଦେଖିଥିବେ, ସେଥିରେ ଆପଣ ଗୋଟିଏ ଥାନା କିମ୍ବା ମୁଖ୍ୟ କାର୍ଯ୍ୟାଳୟ ପାଇଁ ହିଁ ଆବେଦନ କରିପାରିବେ। ଆପଣ ମଲ୍ଟିପୁଲ୍ ଥାନା ପାଇଁ ଏଠାରେ ଆବେଦନ କରିପାରିବେ ନାହିଁ। ଆଉ ଏଠାରେ 2 ନମ୍ବର ପଏଣ୍ଟରେ ଆପଣଙ୍କ ଦେଖନ୍ତୁ ବୈଷୟିକ ଜ୍ଞାନ ବା ଆପଣଙ୍କର ଟ୍ରେଡ୍ ପୋଷ୍ଟ ଯାହା ରହିଛି କମ୍ପ୍ୟୁଟର ପାଇଁ ପୁରୁଷ ଏବଂ ମହିଳା ଉଭୟ ଆବେଦନ କରିପାରିବେ ଓ ଅନ୍ୟ ସମସ୍ତ ଯେତିକି ସାଧାରଣ ପୋଷ୍ଟ ରହିଛି ସେଠାରେ କେବଳ ଆପଣ ପୁରୁଷମାନେ ହିଁ ଆବେଦନ କରିପାରିବେ। ଏଠାରେ ମହିଳାମାନଙ୍କ ପାଇଁ କୌଣସି ସୁଯୋଗ ନାହିଁ। ଦେନ୍ ଏଠାରେ ଆପଣ ଯେଉଁ ଥାନା ପାଇଁ କିମ୍ବା ମୁଖ୍ୟ କାର୍ଯ୍ୟାଳୟ ପାଇଁ ଆବେଦନ କରିଛନ୍ତି ସେହି ଥାନାବାଲା ହିଁ ଆପଣଙ୍କର ଯୋଗ୍ୟତା ତାଲିକା ପ୍ରସ୍ତୁତ କରିବେ, ଆପଣ ସେଥିରେ ସିଲେକ୍ଟ ଅଛନ୍ତି ନା ରିଜେକ୍ଟ କରିଦିଆହେଇଛି। ଦେନ୍ ଏଠାରେ 4 ନମ୍ବର ପଏଣ୍ଟରେ ଆପଣଙ୍କର ଯଦି କୌଣସି ଥାନାରେ ଆପଣଙ୍କର ଯୋଗ୍ୟ ପ୍ରାର୍ଥୀ ନ ପାଆନ୍ତି ତେବେ ଅନ୍ୟ ଥାନାରୁ ମଧ୍ୟ ସେ ଯୋଗ୍ୟ ପ୍ରାର୍ଥୀକୁ ନିଆଯାଇପାରିବ। ଏଠାରେ 5 ନମ୍ବର ପଏଣ୍ଟରେ ଆପଣଙ୍କର ଯଦି କୌଣସି କ୍ୟାଣ୍ଡିଡେଟ୍ ଏଠାରେ ବୈଷୟିକ ଜ୍ଞାନରେ ଆପଣ ଆପ୍ଲାଏ କରିଦେଇଛନ୍ତି, ପରେ ଜଣାପଡ଼ୁଛି କି ତାଙ୍କର କୌଣସି ବୈଷୟିକ ଜ୍ଞାନ ନାହିଁ, ଦେନ୍ ତାଙ୍କୁ ଏଠାରେ ଜେନେରାଲ ଡ୍ୟୁଟି ତାଲିକାରେ ଏଠାରେ ରଖିଦିଆଯିବ। ଦେନ୍ ଏଠାରେ ଆପଣଙ୍କର ମେଡ଼ିକାଲ ଚେକଅପ୍ ହେବ। ଯଦି ସେଠାରେ ଆପଣ ଏଠାରେ ଅଯୋଗ୍ୟ ବିବେଚିତ ହୋଇଥାନ୍ତି ଦେନ୍ ଆପଣଙ୍କୁ ଏଠାରେ ରିଜେକ୍ଟ କରିଦିଆଯିବ। ଦେନ୍ ଏଠାରେ ଆପଣଙ୍କର ବ୍ରହ୍ମପୁର ହୋମଗାର୍ଡ଼ ପାଇଁ ଯୋଗ୍ୟତା ମାନଦଣ୍ଡ ଗୁଡ଼ିକ ରହିଛି, ଯେପରିକି ଏଠାରେ ଜଣେ ଭାରତୀୟ ନାଗରିକ ହୋଇଥିବା ଓ ବ୍ରହ୍ମପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ଦରକାର। ଦେନ୍ ଏଠାରେ ଆପଣଙ୍କର ବୟସ 1/1/2025 ସୁଦ୍ଧା 20 ବର୍ଷରୁ କମ୍ ଓ 60 ବର୍ଷରୁ ଅଧିକ ହୋଇନଥିବା ଦରକାର। ଦେନ୍ ଏଠାରେ ଆପଣ ଅତି କମ୍ରେ 5ମ ଶ୍ରେଣୀ ପାସ୍ କରିଥିବା ଦରକାର। ଦେନ୍ ଏଠାରେ ଆପଣ ଓଡ଼ିଆ ଭାଷା ପଢ଼ିପାରୁଥିବା, ଲେଖିପାରୁଥିବା ଓ କହିପାରୁଥିବା ଦରକାର। ଦେନ୍ ଏଠାରେ ଆପଣ ଜଣେ ଭଲ ନୈତିକ ଚରିତ୍ର ଅଧିକାରୀ ହୋଇଥିବା ଦରକାର ଓ ଆପଣଙ୍କ ନାଁରେ କୌଣସି କେସ୍ ଚାଲୁନଥିବା ଦରକାର କୌଣସି ପୋଲିସ ଷ୍ଟେସନରେ। ଓ ଏଠାରେ ଆପଣ ଫିଜିକାଲି ଫିଟ୍ ଥିବା ଦରକାର, ଆପଣଙ୍କ କୌଣସି ଶାରୀରିକ ସମସ୍ୟା ନଥିବା ଦରକାର। ଦେନ୍ ଏଠାରେ ଚୟନ ପ୍ରକ୍ରିୟା ରହିଛି। ଦେନ୍ ଏଠାରେ ଆପଣଙ୍କ ଲିଖିତ ପରୀକ୍ଷା ହେବ 60 ମାର୍କର, ଦେନ୍ ପ୍ଲସ୍ ଓଡ଼ିଆ ପ୍ରବନ୍ଧ 150 ଶବ୍ଦରେ ଆପଣଙ୍କର ରହିବ। ଦେନ୍ ଏଠାରେ ମୌଖିକ ପରୀକ୍ଷା ବା ଇଣ୍ଟରଭ୍ୟୁରେ ଆପଣଙ୍କୁ 40 ମାର୍କର ଟେଷ୍ଟ ରହିବ ଓ ଦେନ୍ ଏଠାରେ ବୈଷୟିକ ଦକ୍ଷତା ପରୀକ୍ଷା ଆପଣଙ୍କର ରହିବ। ଓ ଦେନ୍ ଆପଣଙ୍କର ଏଠାରେ କ'ଣ ଡକ୍ୟୁମେଣ୍ଟ ରହିବ ଜାଣି ରଖନ୍ତୁ। ଦେନ୍ ଏଠାରେ ଆପଣଙ୍କ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ବା ପରମାନେଣ୍ଟ ରେସିଡେଣ୍ଟ ସାର୍ଟିଫିକେଟ୍ର ଜେରକ୍ସ କପି, ଦେନ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ବା ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ର ଜେରକ୍ସ କପି, ଦେନ୍ ଏଠାରେ ଆଧାର କାର୍ଡ଼ର ଜେରକ୍ସ କପି। ଦେନ୍ ଏଠାରେ ଆପଣଙ୍କୁ ଯଦି କୌଣସି ବୈଷୟିକ ଦକ୍ଷତା ପ୍ରମାଣପତ୍ର ଅଛି, ଯେପରିକି ଯଦି ଡ୍ରାଇଭିଂ ଜାଣିଛନ୍ତି ଦେନ୍ DLର ଜେରକ୍ସ କପି, କିମ୍ବା ଯଦି କମ୍ପ୍ୟୁଟର ଶିଖିଛନ୍ତି ଦେନ୍ କମ୍ପ୍ୟୁଟର ସାର୍ଟିଫିକେଟ୍, ସେହିଭଳି ଏଠାରେ ବୈଷୟିକ ଦକ୍ଷତାର ପ୍ରମାଣପତ୍ରର ଜେରକ୍ସ କପି। ଓ ଦେନ୍ ଏଠାରେ ଯଦି କିଏ ସସ୍ପେଣ୍ଡ ହୋଇଛନ୍ତି ହୋମଗାର୍ଡ଼ ତରଫରୁ ଦେନ୍ ସେ ରିଜଏନ୍ କରିବାକୁ ଚାହୁଁଛନ୍ତି, ଦେନ୍ ଏଠାରେ ସସ୍ପେନ୍ସନ୍ ଲେଟରର ଜେରକ୍ସ କପି ଏଠାରେ ଆଟାଚ୍ କରିବେ। ଦେନ୍ ଏଠାରେ 3ଟି ନୂଆ ରଙ୍ଗୀନ କଲର୍ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ସ ଏଠାରେ ଆଟାଚ୍ କରିବେ। ଦେନ୍ ଏଠାରେ ଆପଣଙ୍କର 3/5/2025 ଠାରୁ ଆପଣଙ୍କ ଆବେଦନ ଷ୍ଟାର୍ଟ ହେଲାଣି। ଦେନ୍ ଏହାର ଲାଷ୍ଟ ଡେଟ୍ ଆପଣଙ୍କର 10/6/2025 8ଟା ଭିତରେ ଆପଣ ଏଠାରେ ଫର୍ମଟିକୁ ସବମିଟ୍ କରିବେ। ଦେନ୍ ଏହା ଥିଲା ଟୋଟାଲ୍ ବ୍ରହ୍ମପୁର ହୋମଗାର୍ଡ଼ର ଡିଟେଲ୍ସଟି। ଦେନ୍ ଏଠାରେ ଆପଣ ଫର୍ମ ଏ ଯଦି ଆପଣଙ୍କୁ ଦରକାର, ଏ PDF ତଳେ ଆମେ ଫର୍ମ ଏର PDFଟି ଏଠାରେ ଆମେ ଆଟାଚ୍ କରିଦେଇଛୁ। ଦେନ୍ ଏଠାରୁ ଆପଣ ପ୍ରିଣ୍ଟ କରି ଫର୍ମ ଏକୁ ଫିଲ୍ଅପ୍ କରି ଏଠାରେ ଆପଣ ସବମିଟ୍ କରିପାରିବେ। ଦେନ୍ ଏଠାରେ ଫର୍ମ ଏ ସାଥିରେ ଆପଣ ଫର୍ମ A1କୁ ମଧ୍ୟ ଆମେ ଆଟାଚ୍ କରିଦେଇଛୁ। ଦେନ୍ ଏଠାରେ ପୋଲିସ ଷ୍ଟେସନର ଆପଣଙ୍କର ଫର୍ମଟିକୁ ମଧ୍ୟ ଏଠାରେ ଆମେ ଏକ୍ନୋଲେଜମେଣ୍ଟ ଆପ୍ଲିକେସନ୍ ରିସିପ୍ଟକୁ ମଧ୍ୟ ଆମେ ଆଟାଚ୍ କରିଦେଇଛୁ। ଏହିସବୁ ଫର୍ମ ମଧ୍ୟ ଆପଣ ପାଇପାରିବେ। ଏ PDFଟି ଆମେ ଆମ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ିଦେବୁ। ଦେନ୍ ଟେଲିଗ୍ରାମ ଚ୍ୟାନେଲର ଲିଙ୍କଟି ଏ ଭିଡ଼ିଓର ଡିସ୍କ୍ରିପସନ୍ ଓ ଆମ ଚ୍ୟାନେଲ ଏବାଉଟ୍ ସେକ୍ସନରେ ରହିଛି। ଦେନ୍ ଆଜିର ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭିଡ଼ିଓ ପସନ୍ଦ ଆସିଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଏହିପରି ଜବ୍ ରିଲେଟେଡ୍ ଇନଫର୍ମେସନ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଟର୍ନ ଅନ୍ କରି ରଖନ୍ତୁ।